ହୃଦୟ ସବୁବେଳେ ସମସ୍ତଙ୍କୁ ବିଶ୍ୱାସ କରିନିଏ। ସେଥିପାଇଁ ତ ସେ ସବୁବେଳେ କଷ୍ଟ ପାଇଥାଏ। ସମୟ ଯେତେବେଳେ ଭଲ ଥାଏ ଶତ୍ରୁ ବି ବନ୍ଧୁ ହୋଇଯାଏ, ଆଉ ସମୟ ଯେତେବେଳେ ଖରାପ ଥାଏ ବନ୍ଧୁ ବି ଶତ୍ରୁ ପାଲଟିଯାଏ। ଆଜିକାଲିର ସ୍ୱାର୍ଥପର ଦୁନିଆରେ ସିଏ ହିଁ ଖୁସିରେ ଅଛି ଯିଏ ସ୍ୱାର୍ଥପର ହୋଇପାରିଛି। ମନକୁ ପବିତ୍ର ରଖନ୍ତୁ, କାରଣ ଜୀବନର ଶେଷ ହିସାବ ଅର୍ଥର ନୁହେଁ କର୍ମର ହେବ। ସବୁ ସମ୍ପର୍କ ଗଢ଼ିବାକୁ ପଡ଼େ ନାହିଁ, କିଛି ସମ୍ପର୍କ ଅଜାଣତରେ ବି ଗଢ଼ି ହୋଇଯାଏ। ନିଜକୁ ଏମିତି ଗଢ଼ କେହି ତୁମକୁ ଛାଡ଼ି ଦେଇପାରିବ ହେଲେ ଭୁଲି ପାରିବ ନାହିଁ। ଯେଉଁ କଷ୍ଟ ଦେଖାଯାଏ ନାହିଁ ସେହି କଷ୍ଟ ମଣିଷକୁ ବହୁତ କଷ୍ଟ ଦେଇଥାଏ। ଭୁଲକୁ ଭୁଲିଯାଅ, କିନ୍ତୁ ସେଇ ଭୁଲ ଯେଉଁ ଶିକ୍ଷା ଦେଇଛି ତାକୁ କେବେ ଭୁଲ ନାହିଁ। ଜୀବନ ହେଉଛି ଏକ ଅଜଣା ପୁସ୍ତକ ଭଳି। ଆଗାମୀ ପୃଷ୍ଠାରେ କ'ଣ ଲେଖା ଅଛି କାହାକୁ ଜଣା ନଥାଏ। ସେଥିପାଇଁ ଜୀବନକୁ କେବଳ ବର୍ତ୍ତମାନରେ ବଞ୍ଚିବା ଶିଖନ୍ତୁ। ଜୀବନରେ କିଛି ଏମିତିକା ସାଥୀ ମିଳନ୍ତି ଯିଏ ଖେଳନା ସାଥିରେ ନୁହେଁ, ମଣିଷର ହୃଦୟ ସାଥିରେ ଖେଳିଥାନ୍ତି। ଏଠି କାହା ପାଖରେ ଟାଇମ୍ ନାହିଁ, କିନ୍ତୁ ଟାଇମ୍ ପାସ୍ ଏଠି ସମସ୍ତେ କରିଥାନ୍ତି। ମୁଁ କ୍ଷମା ବାରମ୍ବାର କରିପାରିବି, ଏଇଟା ମୋ ସଂସ୍କାର ମୋତେ ଶିଖେଇଛି, କିନ୍ତୁ ଭରସା କେବଳ ଗୋଟେ ଥର ହିଁ କରିବି। ପ୍ରେମ ହେବା ପାଇଁ କିଛି ସମୟ ଲାଗିଥାଏ, କିନ୍ତୁ ପ୍ରେମକୁ ଭୁଲିବା ପାଇଁ ସାରା ଜୀବନ ଲାଗିଯାଏ। ସମସ୍ତେ ତ ଏଠି ନିଜର ଭଳି ଲାଗନ୍ତି, କିନ୍ତୁ ପ୍ରକୃତରେ କିଏ ନିଜର ତାହା ସମୟ ହିଁ ଜଣେଇ ଦିଏ। କିଛି ଲୋକ ଏମିତି ବି ଅଛନ୍ତି ଯିଏ ଆମ ସାମ୍ନାରେ କେବଳ ଆମର ହେବାର ଅଭିନୟ କରନ୍ତି। ଏହି ଦୁନିଆରେ ସବୁକିଛି ସମ୍ଭବ ଅଟେ, କେବଳ ନିଜ ଉପରେ ବିଶ୍ୱାସ ଥିବା ଦରକାର। ଭଲ ହୋଇଛି ଆଜି ଆଇନାରେ କେବଳ ନିଜ ଚେହେରା ଦେଖାଯାଉଛି। ଯଦି ନିଜ ଚରିତ୍ର ଦେଖାଯାଉଥାନ୍ତା ଏଠି କିଛି ଲୋକ ଆଇନା ଦେଖିବା ହିଁ ଛାଡ଼ି ଦେଇଥାନ୍ତେ। ପିଲାଦିନ କେତେ ଭଲ ଥିଲା, ସେତେବେଳେ ଖେଳନା ହିଁ ଜୀବନ ଥିଲା, ଆଉ ଏବେ ଜୀବନ ହିଁ ଖେଳନା ହୋଇଯାଇଛି। କାହାକୁ ବାଧ୍ୟ କରନି କି ସେ ତୁମ ସହିତ କଥା ହେଉ ବୋଲି। କିଛି ଦିନ ଚୁପ୍ ରହିକି ଦେଖ ତାଙ୍କ ଜୀବନରେ ତୁମର ମୂଲ୍ୟ କେତେ। ହରେଇବା ଲୋକ ଯଦି ନିଜର ହୁଏ ତ ସମ୍ଭାଳିବାକୁ ସମୟ ହିଁ ଲାଗିବ। ଜୀବନରେ ତୁମେ ସବୁବେଳେ ଖୁସିରେ ରୁହ, ଆଉ ଅନ୍ୟକୁ ଖୁସିରେ ରଖ। ଦେଖିବ ସବୁବେଳେ ଈଶ୍ୱରଙ୍କ କୃପା ତୁମ ଉପରେ ରହିବ। ଜୀବନରେ ଯଦି ଗୋଟେ ଦିନ ନିଜ ଉପରେ ନିଜେ ଗର୍ବ କରିବାକୁ ଚାହୁଁଛ ତ ଆଜି ଜମା ବି ହାର ମାନ ନାହିଁ। ତମେ କେବଳ ଟଙ୍କା ରୋଜଗାର କର, ଲୋକେ ତୁମ ସହିତ ସମ୍ପର୍କ ନିଜେ ବନାଇବେ। ତୁମେ ଯେତେ ହୃଦୟରୁ ସମ୍ପର୍କ ପାଳନ କରିବ ଲୋକମାନେ ସେତେ ଅଧିକ ତୁମ ହୃଦୟକୁ ଭାଙ୍ଗିବେ। ଲୋକମାନେ ହୁଏତ ନାଁରେ ଚିହ୍ନନ୍ତି, କିନ୍ତୁ ମନେ ରଖନ୍ତି ମଣିଷର ସ୍ୱଭାବକୁ। ଯେଉଁ ଡରରେ ମଣିଷର ଆତ୍ମସମ୍ମାନର କ୍ଷତି ହେବାକୁ ଲାଗେ ସେହି ଡରକୁ ଶେଷ କରିବା ବହୁତ ଆବଶ୍ୟକ ଅଟେ। ଏହି ଦୁନିଆରେ ଅଚିହ୍ନା ରହିବା ହିଁ ଠିକ୍ ଅଟେ, କାରଣ ଏଠି ଲୋକେ ନିଜର କରିକି ହିଁ ବହୁତ କଷ୍ଟ ଦିଅନ୍ତି। ସମ୍ପର୍କ ପଛେ ଯାହା ବି ହେଉ, କିନ୍ତୁ ଯଦି ସେ ତୁମ ଦୁଃଖରେ ତୁମ ସାଥ ଦିଏ ନାହିଁ ସେହି ସମ୍ପର୍କର କୌଣସି ମୂଲ୍ୟ ନାହିଁ। ଯେଉଁ ଲୋକ ହୃଦୟରୁ ସଫା ହୋଇଥାଏ ସେ ବହୁତ କମ୍ ଲୋକଙ୍କର ଖାସ୍ ହୋଇଥାଏ। ଆଜିର ଦୁନିଆରେ କେବଳ ପାର୍ଥକ୍ୟ ଏତିକି, ବହି ଶିଖେଇବ ତ ନିଦ ଆସିଥାଏ, ଆଉ ଯଦି ଜୀବନ ଶିଖେଇବ ତ ନିଦ ଉଡ଼ି ଯାଇଥାଏ। ଏହି ଦୁନିଆର ଲୋକମାନେ ତୁମ ଖୁସି ଛଡ଼େଇକି ଅନ୍ୟକୁ ଖୁସି ରଖିବାରେ ବ୍ୟସ୍ତ ରୁହନ୍ତି। ଆମ ପାଖରେ ଯାହା ନାହିଁ ତାକୁ ନେଇ ଚିନ୍ତା କରି କିଛି ଲାଭ ନାହିଁ, ବରଂ ଈଶ୍ୱର ଆମକୁ ଯାହା ଦେଇଛନ୍ତି ତାକୁ ନେଇ ଜୀବନରେ ଖୁସିରେ ରହିବା ଦରକାର। ପରିସ୍ଥିତିର ବାହାନା ଦେଖାଇ ସମ୍ପର୍କ ଭାଙ୍ଗୁଥିବା ଲୋକ ଜୀବନରେ କେବେ ବି ସମ୍ପର୍କର ମୂଲ୍ୟ ବୁଝିପାରେନି କି କେବେ ଶାନ୍ତିରେ ମଧ୍ୟ ରହିପାରେନି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ। ଏହିଭଳି ମୋଟିଭେଶନାଲ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ନମସ୍କାର।